କାଲି ମୁଁ ମେଡ଼ିକାଲ ଯାଇଥିଲି, ସିଚୁଏସନ୍ ଦେଖିଲି, ପୋଡ଼ା ରୁମ୍ ଦେଖିଲି, ଏସି ପୋଡ଼ା ରୁମ୍ ଦେଖିଲି, ପେସେଣ୍ଟ ଟ୍ରିଟମେଣ୍ଟ ଦେଖିଲି, ଲୋକଙ୍କର ସେବା ଦେଖିଲି। ପ୍ରଥମେ ମେଡ଼ିକାଲ କଲେଜର ଚିଫ୍ ସୁପରିଟେଣ୍ଡେଣ୍ଟ ଅଲ୍ ଡକ୍ଟର ଷ୍ଟାଫ୍ ସମସ୍ତଙ୍କୁ ଧନ୍ୟବାଦ ଦେଉଛି। ସୁନ୍ଦର ଟ୍ରିଟମେଣ୍ଟ ଚାଲିଛି ଯେଉଁମାନେ ଇଞ୍ଜୋର୍ଡ଼ ଅବସ୍ଥାରେ ଅଛନ୍ତି, କ୍ଷତଗ୍ରସ୍ତ ଅବସ୍ଥାରେ। ଦ୍ୱିତୀୟ, ପୋଲିସ ଭାଇମାନଙ୍କୁ ଧନ୍ୟବାଦ, କଣ୍ଟ୍ରୋଲ କରୁଛନ୍ତି, ଚାରିଆଡ଼େ ବୁଝୁଛନ୍ତି, ଚାରିଆଡ଼େ କରୁଛନ୍ତି। ଏବଂ ଖାଲି କହିଦେବାକୁ ଚାହେଁ, ମୋହନ ବାଜି ତୁମେ ଯାଇଛ, ଧନ୍ୟବାଦ। ଯାଇ ମଧ୍ୟ 37 ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛ, ଟ୍ରିଟମେଣ୍ଟ ଚାଲିଛି, ସବୁ ଚାଲିଛି। କିନ୍ତୁ ଗୋଟେ ଜୁଡ଼ିସିଆଲ ଇନକ୍ୱାରି କର, 12 ଜଣଙ୍କ ଜୀବନ ଯାଇଛି କାହା ଅବହେଳାରେ। ଆଜିକାଲି ବିଶ୍ୱରେ ଇଲେକ୍ଟ୍ରୋନିକ୍ ଫ୍ଲାଟ୍ ସିଷ୍ଟମ୍ ହେଲାଣି। ନିଆଁ ଲାଗିଲା ମାନେ ପାଣି ପଡ଼ିଲା ବନ୍ଦ ହେବ। କ'ଣ ପାଇଁ ଅବହେଳା ହେଲା? କାହିଁକି ଫାୟାର କାମ ଦେଲାନି? କାହିଁକି 12 ଜଣ ନିରୀହ ଲୋକଙ୍କର ଜୀବନ ଗଲା ଏବଂ ହାରାହାରି 32 ଜଣ ପଡ଼ିଛନ୍ତି ବେଡ଼୍ରେ, 3-4 ଜଣ ସିରିୟସ୍ ଅବସ୍ଥାରେ ଅଛନ୍ତି।